ଜୟ ଶ୍ରୀ ଜଗନ୍ନାଥ ଭାଇ ମାନେ ସର୍ବପ୍ରଥମ ଗୁରୁଦେବ ଗଣପତିକୁ ଏବଂ ଜଗଦମ୍ବାକୁ ପ୍ରଣାମ କରି ଆଜି ଆମେ ଆମର ରାଷ୍ଟ୍ର ସେସନକୁ ନବା। ଆଜି ଆମର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ କମେଣ୍ଟ ଆସିଛି, କେତୁଙ୍କର କୌଣସି ଦୃଷ୍ଟି ନାହିଁ, ପୁରାତନ ଜ୍ୟୋତିଷ ଅନୁଯାୟୀ ଠିକ ନା ଏପଟ ସେପଟ କରାଯାଇଛି। ୟା ପରେ ନିଶ୍ଚିତ ଭାବରେ ଏଟା ଭ୍ୟାଲିଡ କ୍ୱେଶ୍ଚିନ୍, ୟାର ଆନ୍ସର ଦବା। ସର୍ବପ୍ରଥମେ ଗୋଟେ କଥା ମନେ ରଖ, ଗୋଟେ ଶ୍ଲୋକ କହେ ପ୍ରତ୍ୟେକ ଗ୍ରହ ନିଜ ଘର ଠାରୁ ସପ୍ତମ ସ୍ଥାନକୁ ସଦା ସର୍ବଦା ଦେଖନ୍ତି। କିନ୍ତୁ ଏଇ ଜିନିଷଟା ରାହୁ ମହାରାଜ ଓ କେତୁ ମହାରାଜଙ୍କ କ୍ଷେତ୍ରରେ ଠିକ ବସେ ନାହିଁ। କାହିଁକି ନା ଯୋଉଠି କେତୁ ମହାରାଜ ବସିଥିବେ ତାର ଠିକ 180 ଡିଗ୍ରୀ ଡିଫରେନ୍ସ ରେ ରାହୁ ମହାରାଜ ବସିଥିବେ। ଧର କୁଣ୍ଡଲିଟା ଏମିତି ଅଛି, ମୁଁ ଆପଣଙ୍କୁ ଏଇଠି ଦେଖଉଛି, ରାଜକୁ କିଛି ହଲେଇବେନି, କୁଣ୍ଡଲିଟା ଏମିତି ଅଛି। ଯଦି ଏଠି ରାହୁ ମହାରାଜ ବସିଲେ ଏଠି କେତୁ ମହାରାଜ ବସିବେ, ସେଥିରେ କୌଣସି ସନ୍ଦେହର ଅବକାଶ ନାହିଁ। ଠିକ ଅଛି। ତେଣୁ ଏଇଠି ଅ ତାଙ୍କର ସପ୍ତମ ଦୃଷ୍ଟିକୁ କନସିଡର କରିବା କୌଣସି ଆବଶ୍ୟକତା ନାହିଁ। ଆଉ ରହିଲା, ଆପଣ ଆଜି ବି ଯାଇକି ଗୁଗୁଲ କରନ୍ତୁ, ଗୁଗୁଲ ରେ ଦେଖେଇବ ଯେ କେତୁ ମହାରାଜଙ୍କର ଦୃଷ୍ଟି ବିଷୟରେ ଯଦି ଆପଣ ଗୁଗୁଲ କୁ କୋଶ୍ଚିନ୍ ପଚାରିବ, ଗୁଗୁଲ କହିବ ଆଜ୍ଞା 5 ଆଉ 9 ରେ କେତୁର 3ଟି ଦୃଷ୍ଟି ଅଛି କି, ଏକ ମାନେ ପାଞ୍ଚ 5, ସାତ ନଅ 7, 9 ହୁଁ ଗୁଗୁଲ ରେ ଦେଖେଇବ। ହୁଁ ତେଣୁ ଆମେ ତା ଭିତରକୁ ବି ଯିବାନି, ସିଏ ବି ଠିକ କହୁଛି। ଆମେ କାହିଁ ତାକୁ କହିବା ଭୁଲ କହୁଛି? ଭୁଲ ଯେତେବେଳେ ଲେଖୁଛି କୌଣସି ଗୋଟେ ଇଏରେ ଲେଖୁଥିବ। ବର୍ତ୍ତମାନ ଆମର ମତାମତ, କୋଉ ଲୋକ କେତୁକୁ କନସିଡର କରିବ ନ କରିବ ସେଟା ତା ଉପରେ ଆଜ୍ଞା। କେତୁ ମହାରାଜ ରାହୁ ମହାରାଜ ଯୋଉ ଭାବରେ ବସନ୍ତି, ଯୋଉ ଗ୍ରହ ସହିତ ବସନ୍ତି, ସେଇ ଭାବରେ ଫଳ ଦିଅନ୍ତି। କେତୁ ମହାରାଜଙ୍କର ଦୃଷ୍ଟି ବିଷୟରେ ପ୍ରଶ୍ନ ଆସିଛି, ତାହେଲେ ସେ ଦୃଷ୍ଟିଟା କେତୁ ମହାରାଜ 5, 7, 9 କୁ ଦେଖନ୍ତି ନା ଦେଖନ୍ତି ନାହିଁ? 7 କୁ ତ ଦେଖିବେ ନାହିଁ, କୌଣସି ପ୍ରଶ୍ନ ଉଠୁନି, ମୁଁ କାଟିଦେଲି। 5, 7, 9, ମୁଁ 7 କୁ ଡିନାଇ କଲି, 7 କୁ କେବେ ବି ଦେଖିବେନି, କାରଣ ତାର ଠିକ ଅପୋଜିଟରେ ରାହୁ ମହାରାଜ ବସୁଛନ୍ତି। ଆପଣ ଯଦି ଦେଖିବେ, ରାହୁ ମହାରାଜ ଯଦି ଗୁରୁ ମହାରାଜଙ୍କ ସହିତ ବସିଲେ ତାକୁ କୁହାଯାଏ ଗୁରୁ ଚଣ୍ଡାଳ ଯୋଗ। ଯଦି କେତୁ ମହାରାଜ ଗୁରୁ ମହାରାଜଙ୍କ ସହିତ ବସିଲେ ତାକୁ କୁହାଯାଏ ଗଣେଶ ଯୋଗ। ଧର ଏଇଠି ଜୁପିଟର ବସିଲେ, ତାହେଲେ ଏଇଟା ଗୁରୁ ଚଣ୍ଡାଳ ଯୋଗ କୁହାଯିବ। ଠିକ ଅଛି, ତୁମ କଥାଟା ବୁଝିପାରୁଛ ନା ନାଇଁ? ଗୁରୁ ଚଣ୍ଡାଳ ଯୋଗ, ଯୋଉଟା କି ଭଲ ନୁହେଁ। ହେଲେ ଏଇଠି ଜୁପିଟର ବସିଗଲେ ଏଇଟା କୁହାଯିବ ଗଣେଶ ଯୋଗ। ତା ଭିତରେ ବି ବହୁତ ଡିପ୍ ଅଛି, ତା ଆଡିକି ମୁଁ ଯିବି ନାହିଁ। ଏଇଥିରୁ ଆମେ ଜାଣିଲେ ଯେ ରାହୁ ମହାରାଜ କେତୁ ମହାରାଜଙ୍କ ସପ୍ତମ ଦୃଷ୍ଟି ତ କାମ କରେ ନା। ଠିକ ଅଛି। ଆଷ୍ଟ୍ରୋଲୋଜିରେ କେବଳ ପରାଶରୀ ଆଷ୍ଟ୍ରୋଲୋଜି କାମ କରେ ନାହିଁ। ତମେ ଯଦି ଗୁରୁ ଏନ୍ ରାଓ ସାହେବଙ୍କର, ଯିଏ କି ଇଣ୍ଡିଆର ସବୁଠୁ ବେଷ୍ଟ ଆଷ୍ଟ୍ରୋଲୋଜର, ୱାନ୍ ଅଫ ଦ ବେଷ୍ଟ ଆଷ୍ଟ୍ରୋଲୋଜର, ତାଙ୍କର ଭିଡିଓ ଗୁଡାକ କୁ ଫଲୋ କରିବ, ତାହେଲେ ଦେଖିବ, ତାଙ୍କ ବୁକ୍ସ ଗୁଡାକୁ ଫଲୋ କରିବ ଏନ୍ ରାଓ ସାରଙ୍କର, ତାହେଲେ ସିଏ ମନା କରିଛନ୍ତି ଯେ କେତୁର କୌଣସି ଦୃଷ୍ଟି ନାହିଁ ଆକର୍ଡିଂ ଟୁ ପରାଶରୀ ଆଷ୍ଟ୍ରୋଲୋଜି। କିନ୍ତୁ ଆଷ୍ଟ୍ରୋଲୋଜିର ଡୋମେନ ଏତେ ଭାଷ୍ଟ ଯେ ଆଷ୍ଟ୍ରୋଲୋଜି କେବଳ ପରାଶରୀରେ ସୀମିତ ନୁହଁ। ଜୈମିନୀୟ ଆଷ୍ଟ୍ରୋଲୋଜି ବି ଅଛି। ଜୈମିନୀୟ ଆଷ୍ଟ୍ରୋଲୋଜିରେ କେତୁକୁ ଶୁଭ ପ୍ଲାନେଟ, ନୈସର୍ଗିକ ଶୁଭ ପ୍ଲାନେଟ ବୋଲି କୁହାଯାଇଛି। ଶ୍ଲୋକ 10, 9, 10 କିମ୍ବା 11, ମୋର ଠିକ ସେ ମନେ ପଡୁନି, ଆପଣ ଚେକ୍ କରିବେ ଜୈମିନୀୟ ଆଷ୍ଟ୍ରୋଲୋଜିର ସୂତ୍ର 9, 10, 11, ସେଥିରେ କେତୁଙ୍କୁ କୁହାଯାଇଛି ତାର 9, 10, 11 ଭିତରେ କୋଉଟା ତ କେତୁଙ୍କୁ କୁହାଯାଇଛି ଶୁଭ ପ୍ଲାନେଟ, କାରଣ ସେ ମୁକ୍ତିର କାରକ, ମୋକ୍ଷର କାରକ ବୋଲି। ଠିକ ଅଛି। ଆଉ ଗୋଟେ ବ୍ରାଞ୍ଚ ଅଫ ଆଷ୍ଟ୍ରୋଲୋଜି, ତାକୁ କୁହାଯାଏ ଭୃଗୁ ନନ୍ଦୀ ନାଡି, ବିଏନଏନ, ତାକୁ କୁହାଯାଏ ବିଏନଏନ। ସେଠି କନସେପ୍ଟ ଚାଲେ ଟ୍ରାଇନ ର। ଟ୍ରାଇନ ବୋଲେ କାହାକୁ କୁହାଯିବ ନା 1, 5, 9 କୁ ଟ୍ରାଇନ କୁହାଯିବ ବା ତ୍ରିକୋଣ କୁହାଯିବ। ଆମର ଯୋଉ ବି ଗ୍ରହ ଯୋଉଠି ବସିଛନ୍ତି, ସେ ଗୋଟେ ଗୋଟେ ତତ୍ଵକୁ ନେଇକି ବସିଛନ୍ତି। ଆମେ ଜାଣିଛେ କୁଣ୍ଡଳୀର 12ଟା ଭାବ 4ଟି ତତ୍ଵରେ ବିଭକ୍ତ କରାଯାଇଛି। ଅଗ୍ନି, ପୃଥିବୀ, ବାୟୁ, ଜଳ, ଅଗ୍ନି, ପୃଥିବୀ, ବାୟୁ, ଜଳ,
ଅଗ୍ନି ପୃଥିବୀ ବାୟୁ ଜଳ। ତେଣୁ ଭୃଗୁନନ୍ଦୀ ନାଡିରେ ଟ୍ରାଇନ ର କନସେପ୍ଟ ଅଛି, ଯାହାକୁ କହନ୍ତି 1-5-9 ର କନସେପ୍ଟ। ସେଥିରେ କଣ କହିଛି ନା କେତୁ କୋଉ ତ୍ରିକୋଣରେ ବସୁଛନ୍ତି, ତମ ଲଗ୍ନ ଅନୁଯାୟୀ କେତୁ ଧର୍ମ ତ୍ରିକୋଣରେ ବସୁଛନ୍ତି, ଅର୍ଥ ତ୍ରିକୋଣରେ ବସୁଛନ୍ତି, କାମ ତ୍ରିକୋଣରେ ବସୁଛନ୍ତି ନା ମୁଖ୍ୟ ତ୍ରିକୋଣରେ ବସୁଛନ୍ତି। ଧର୍ମ ତ୍ରିକୋଣ କୋଉଟା ନା 1-5, ଅର୍ଥ ତ୍ରିକୋଣ କୋଉଟା ନା 2-6-10, କାମ ତ୍ରିକୋଣ କୋଉଟା ନା 3-7-11, ମୁଖ୍ୟ ତ୍ରିକୋଣ କୋଉଟା ନା 4-8-12। ମୋ ପଏଣ୍ଟ ବୁଝନ୍ତୁ। ଏବଂ ଭୃଗୁନନ୍ଦୀ ନାଡିରେ ଯଦି ଆପଣ କେତୁ ଧର୍ମ ତ୍ରିକୋଣରେ ବସିଛନ୍ତି, ତାହେଲେ ଧର୍ମ ତ୍ରିକୋଣ 1-5-9ରେ ଯେକୌଣସି ଗ୍ରହ ବସିଥିବେ ସେ ତାଙ୍କୁ ଇମ୍ପାକ୍ଟ କରିବା କଥା କରିବେ ଆକର୍ଡିଂ ଟୁ ଅଂଶ ବଳ, ଯାହା କୁହନ୍ତି ଡିଗ୍ରୀ ବଳ। ତେଣୁ କୌଣସି ଦୃଷ୍ଟି ନାହିଁ ସତ୍ୟ, କିନ୍ତୁ ଇମ୍ପାକ୍ଟ ରହିଛି। ଭୃଗୁନନ୍ଦୀ ନାଡି ହିସାବରେ କେତୁଙ୍କର ତାଙ୍କର ତ୍ରିକୋଣକୁ, ଯୋଉ ତ୍ରିକୋଣରେ ସେ ବସିଥିବେ, ଧର୍ମ ତ୍ରିକୋଣ, ଅର୍ଥ ତ୍ରିକୋଣ, କାମ ତ୍ରିକୋଣ, ମୁଖ୍ୟ ତ୍ରିକୋଣରେ ଯେକୌଣସି ଗ୍ରହ ବସିଥିବେ କେତୁଙ୍କର ଇମ୍ପାକ୍ଟ ତାଙ୍କ ଉପରେ ରହିବ ହିଁ ରହିବ। ତେବେ ହୁଏତ କିଏ କହିପାରେ ଯେ ସେଇଟା ଜ୍ୟୋତିଷ ଅନୁଯାୟୀ ଠିକ ନା ଏପଟ ସେପଟ, କିଛି ଏପଟ ସେପଟ ହେଇ, ସବୁ ଠିକ ଅଛି, ମଣିଷର ମନ ଏପଟ ସେପଟ ହେଇଯାଇଛି। କାରଣ ସିଏ ସେଇ ଆଷ୍ଟ୍ରୋଲୋଜି ଖୋଜୁଛି ଯୋଉ ଆଷ୍ଟ୍ରୋଲୋଜିକୁ ସିଏ ମାନେ ଇଏ କଲେ, ମାନେ ପଢିଲେ ସେ ଆଖି ବନ୍ଦ କରି ପ୍ରେଡିକ୍ସନ କରିବ, ସେମିତି ହୁଏ। ଆମେ ଆଷ୍ଟ୍ରୋଲୋଜି ପଢୁଛେ, ଆଷ୍ଟ୍ରୋଲୋଜି ଡୋମେନ କେତୁ ମହାରାଜଙ୍କ ଅଣ୍ଡରରେ ଆସେ। ଆପଣ ମାନେ ଗୋଟେ ଲାଇଭ ଏକ୍ସାମ୍ପଲ ଦେଖନ୍ତୁ। ଆପଣଙ୍କର କେତୁ କୋଉ ତ୍ରିକୋଣରେ ବସିଛି। ବର୍ତ୍ତମାନ ମୁଁ ପ୍ରତୀକ୍ଷାକୁ ଅନମ୍ୟୁଟ କରିବାକୁ କହିବି। ପ୍ରତୀକ୍ଷା ଅନମ୍ୟୁଟ କର। ପ୍ରତୀକ୍ଷା ଅନମ୍ୟୁଟ ଆଜ୍ଞା କଲୁ? ଭାଇନା। ହଁ, ଜୟ ଶ୍ରୀ ଜଗନ୍ନାଥ। ମତେ କହ, କେତୁ ତୋର ଥାର୍ଡ ହାଉସ ରେ ବସିଛି ନା ଲଗ୍ନ ଅନୁଯାୟୀ? ଆଜ୍ଞା। ଧର୍ମ, ଅର୍ଥ, କାମ, ତୋର କାମ ତ୍ରିକୋଣର ମାନେ ତୋର ଯୋଉଟା ଇଚ୍ଛା ରହେ ସେଟା କଣ ସବୁ ପୂରଣ ହେଇଛି ଆଜି ଯାଏଁ? ଆଜି ନା ଆଜି ଯାଏଁ ତୋର ଯେତିକି ତୁ ଇଚ୍ଛା ରଖିଛୁ କି ମୋ ଜୀବନରେ ଏଇଟା ହଉ, ସେମିତି ସେଟା ଭାଇନା ଦେଖିଲେ, ଏମିତି ମୋ ତ ଜୀବନରେ କିଛି ଏଇଟା ହେଇଯାଉ, ବେଶୀ ପୁରାଣ କଣ ହେଇଛି? କିଛି ହେଇନି ଭାଇନା। ବାସ୍, ବର୍ତ୍ତମାନ ଆମେ ଏଇଠି, ତୁ ବର୍ତ୍ତମାନ ମ୍ୟୁଟ କରିଦେ। ବର୍ତ୍ତମାନ ଆଉ କାହାର କୁଣ୍ଡଲି ନବା? ଆଉ କିଏ କିଏ ଅଛନ୍ତି ଦେଖିଲ? ଭାଇ ମୋର ମଳୟର ଅଷ୍ଟମ। କୁଣ୍ଡଲି, କାହାର ଅଷ୍ଟମ ଘରେ ବସିଛି? ମୋର ତୋର ତ 1 ନମ୍ବର 8 ନମ୍ବର କୁଣ୍ଡଲି, ତୋର ତ ଲଗ୍ନରେ କେତୁ ହଁ ହଁ ବସିଛନ୍ତି। ହଁ 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 ହଁ। ତୋ କୁଣ୍ଡଲି ମୁଁ ମନେ ରଖିବି ରେ? ଯୋଉମାନଙ୍କର ଲଗ୍ନରେ କେତୁ ଥାନ୍ତି, ଧର୍ମ ତ୍ରିକୋଣରେ କେତୁ ଥାନ୍ତି, ଧର୍ମ ତ୍ରିକୋଣରେ କେତୁ ବାଲାଙ୍କର କଣ ହୁଏ ନା ଯେପର୍ଯ୍ୟନ୍ତ ସେମାନେ କିଛି ଦେଇନାହାନ୍ତି କାହାକୁ, ସେ ପର୍ଯ୍ୟନ୍ତ ସେମାନେ କିଛି ପାଇବେ ନାହିଁ। ତୁ ଆଜି ଯାଏଁ ପଢା କ୍ଷେତ୍ରରେ ଯେତିକି ମେହନତ କରୁଛୁ, ତୁ ନିଜ ପାଇଁ ଯେତିକି ମେହନତ କରୁଛୁ, ତୋର ଭାଗ୍ୟ ଆଉ ବାପା ମାଙ୍କୁ ଖୁସି କରିବା ପାଇଁ ଯେତିକି ମେହନତ କରୁଛୁ, ତାର ରେଜଲ୍ଟ ତୁ ପାଇଛୁ ଆଜି ଯାଏଁ? ନା। ବାସ୍, ଏଇ ଲାଇଭ ଏକ୍ସାମ୍ପଲ ଟା ମୁଁ କାହିଁକି ନେଲି, ମୁଁ ଏଇଆ ବୁଝିବାକୁ ନେଲି ଯେ କେତୁଙ୍କର କୌଣସି ଦୃଷ୍ଟି ନଥାଇପାରେ, କିନ୍ତୁ ସିଏ ଯୋଉ ତ୍ରିକୋଣରେ ବସିବେ, ସେ ତ୍ରିକୋଣର ରେଜଲ୍ଟ ତୁମେ ଯଦି କେତୁଙ୍କ ହିସାବରେ ନ ନବ, ତାହେଲେ ତୁମକୁ ମିଳିବ ନାହିଁ। ବା ମିଳିବା ପାଇଁ ତମେ ସେତିକି କାନ୍ଦି ନଦେଲେ ବା ତମ ଜୀବନ ଫଟେଇକି ମେହନତ ନ କରିଦେଲେ ତମେ ପାଇବ ନାହିଁ। କାରଣ କେତୁ ହଉଛନ୍ତି ଡିସାଟିସ୍ଫାକ୍ସନ ର କାରକ। ଆଚ୍ଛା, ଆଉ କିଏ ଅଛନ୍ତି? ଆଉ କିଏ ଅଛି? ଆଉ କିଏ ରାଜୁ ଅଛନ୍ତି କହିଲ ଅନଲାଇନ? ତାଙ୍କର କହିବା କଣ ଆଉ, ଛାଡ, ତାଙ୍କ କୁଣ୍ଡଲି ଦେଖି ଦେଖି ମୁଣ୍ଡ ଖରାପ ହେଇଗଲାଣି, ତାଙ୍କ କହିବା କିଛି ଆବଶ୍ୟକତା ନାହିଁ, ଶଙ୍କର ସବୁ ଜଣା ଅଛି ଆମକୁ। ତ ହରେ କୃଷ୍ଣ ଭାଇ, ଏଇଠି, ମୋର ହଁ, ତମର କୋଉଠି ବସିଛନ୍ତି? ମୋର ତୃତୀୟ ହାଉସ ରେ। ହଁ, ତୃତୀୟ ହାଉସ ରେ। ମତେ ତମେ ଯେତିକି କଳା କୌଶଳ ତମ ଲଗ୍ନ ଅନୁଯାୟୀ ଶିଖିଛ,
ଆଜ୍ଞା ତୁମେ ଯେତିକି ମେହନତରେ ସବୁ କାମ କରୁଛ ବା ଯେତିକି ଆଜ୍ଞା ଡେଡିକେସନ ଦେଇଛ, ଯେପର୍ଯ୍ୟନ୍ତ ତୁମେ ସ୍ପିରିଚୁଆଲି ତାକୁ ନ କର, ହୁଇମିସିକାଲି କର। କାରଣ କେତୁ ହଉଛନ୍ତି ସ୍ପିରିଚୁଆଲିଟିର କାରିକ। ତୁମେ ଯେତେବେଳେ ଆଜ୍ଞା। ସ୍ପିରିଚୁଆଲିଟିକୁ ନ ଫଲୋ କରିକି ତମ ନିଜ ବାହୁବଳରେ କିଛି କରିବା ପାଇଁ ଚାହିଁଛ, ସେତେବେଳେ କିଛି ମିଳିଥିଲା କି ତୁମକୁ? ନାଇଁ 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 ନାଇଁ, ସ୍ପିରିଚୁଆଲିଟି ଆକାରରେ କଲେ ମତେ ହଁ, ଫଳାଫଳ ବହୁତ ମିଳେ, ବହୁତ ମିଳେ। କିନ୍ତୁ ଯଦି ଆଉ ସ୍ପିରିଚୁଆଲିଟିକୁ ଛାଡି କରିଛ, ଛାଡିକି କରିଛି ସେଇଟା ତ ମାନେ ନା, ସେଇ ଲାଗି ତମର ମୂଳରୁ ଏମିତି କିଛି ତମର ବି ଜିନିଷ ପଇସା ଅଟକି ଦେଖିଲା ଯାଏ କି ନାହିଁ? ତୁମର ପଇସା ଆଜ୍ଞା ଅଟକି ଯାଏ କି ନାହିଁ? ତୁମର ଆଜ୍ଞା ପଇସା ଆଜ୍ଞା ଅଟକି ଯାଏ ନା ଆଜ୍ଞା ନାହିଁ? ଆଜ୍ଞା ତୁମକୁ ଯୋଉ ଆଜ୍ଞା। ଲୋକ ଯୋଉ କାମ ଦେଇଥାନ୍ତି, ତୁମର ସେଟା ଚେଞ୍ଜ ହେଇଯାଏ କି ନାହିଁ? ଅ, ମାନେ ସେଇଟା ଆଜି କାମ ଦେଇଥିବ, ମାନେ ଟିକେ ତମେ ଆଜି ଧର କାମ ହଁ ଆଜ୍ଞା ଆଜ୍ଞା ସେମିତି ହୁଏ କି ନାହିଁ? ଆଜ୍ଞା ଆଜ୍ଞା, 100% ତୁମେ ସେମିତି ହେଇଛି, ବହୁତ ହେଇଛି। ହଁ, ଏବେ ଫଳାଫଳ ମତେ ଲାଗୁଛି ରାଜବାବୁ, ଲାଗୁଛି ବୋଧେ ରାଜବାବୁ, ହୁଁ। ମତେ ଲାଗୁଛି ସମସ୍ତଙ୍କର ଏଠି 4 ଜଣ ଆମେ ବସିଛୁ, ଆମେ 4 ଜଣଙ୍କର ପ୍ରେଡିକ୍ସନ ନେଲେ ବିଭିନ୍ନ ଘରର ବିଭିନ୍ନ ହାଉସ ର, ତ ସମସ୍ତଙ୍କର ଫଳାଫଳ ଲାଗୁଛି। ଆଉ ଯୁଗୋପଯୋଗୀ ବି ହେଇଛି। ଆଉ ପୁରାତନ ଶାସ୍ତ୍ରରେ କୌଣସି ପ୍ରୋବ୍ଲେମ ନାହିଁ। ଶ୍ରୀ ଶ୍ରୀ ଲୀଳା ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, यह शास्त्र विद्धि उत्सृज्य वर्तते काम करत न स सिद्धिं वाप्नोति न सुखम न पराम गतिम। तस्मात् शास्त्रं प्रमाणन्ते कार्य कार्य व्यवस्थितो ज्ञात्वा शास्त्र विधानोक्तम कर्म कर्तुम इहारसि। अध्याय 16 श्लोक 23-24 चेक करनब। ତେଣୁ ଶାସ୍ତ୍ରକୁ ଆମକୁ ବୁଝିବା ପାଇଁ, ଶାସ୍ତ୍ରର ମୌଳିକତାକୁ ବୁଝିବା ପାଇଁ ଯୋଗ୍ୟ ହବାକୁ ପଡିବ। ଶାସ୍ତ୍ର ଉପରେ ଡାଉଟ କଲେ ହବନି। ମୁଁ ଏବେ ଆପଣଙ୍କୁ ଗୋଟେ ୟାର ଲାଇଭ ଏକ୍ଜାମ୍ପଲ ଦଉଛି। ସମସ୍ତେ ସବୁ ପୁରାଣ ପଢିବ, ଯଦି ତମେ ବିଷ୍ଣୁ ପୁରାଣ ପଢିବ, ଶ୍ରୀମଦ ଭାଗବତମ ପଢିବ, ସେଠି ବିଷ୍ଣୁଙ୍କୁ ପରମାତ୍ମା ଶ୍ରେଷ୍ଠ କୁହାଯାଇଛି। ଯଦି ଶିବ ପୁରାଣ ପଢିବ, ଶିବଙ୍କୁ ପରମାତ୍ମା ଶ୍ରେଷ୍ଠ କୁହାଯାଇଛି। ଶିବ ସବୁ ମହାଦେବ ସବୁ ସୃଷ୍ଟି କରିଛନ୍ତି। ଯଦି ଦେବୀ ଭାଗବତ ପଢିବ, ଦେବୀଙ୍କୁ ସର୍ବଶ୍ରେଷ୍ଠ ଏବଂ ସବୁର ଆଦି ଜନନୀ ଆଦି କର୍ତ୍ରୀ ବୋଲି କୁହାଯାଇଛି। ତାହେଲେ କଣ ସମସ୍ତେ ଆଦି? ନାଇଁ, ପୁରାଣ ଶାସ୍ତ୍ର ଭୁଲ କହୁଛି। ସେଇଥିପାଇଁ ଅନ୍ୟ ଲୋକମାନେ ଆସିକି, ଅନ୍ୟ ରିଲିଜିୟନ କମ୍ୟୁନିଟିର ଲୋକମାନେ ଆସି କହୁଛନ୍ତି କି, ଆରେ ବା, କଣ ଏଇ ସନାତନ ଶାସ୍ତ୍ର ଅଛି, ଯୋଉ ଶାସ୍ତ୍ର ଉଠେଇଲେ ସେ ଶାସ୍ତ୍ର କହୁଛି ସିଏ ହଉଛନ୍ତି ଆଦି କର୍ତ୍ରୀ, ଇଏ କହୁଛନ୍ତି ଆଦି କର୍ତ୍ତା, ମହାଦେବ ଆଦି କର୍ତ୍ତା, କିଏ କହୁଛନ୍ତି ଗଣେଶ ଆଦି କର୍ତ୍ତା, କିଏ କହୁଛନ୍ତି ସୂର୍ଯ୍ୟ ଆଦି କର୍ତ୍ତା, କିଏ କହୁଛନ୍ତି ଦେବୀ ଆଦି କର୍ତ୍ତା, କିଏ କହୁଛନ୍ତି ଭଗବାନ ନାରାୟଣ ଆଦି କର୍ତ୍ତା। ତାହେଲେ ଆଦି କର୍ତ୍ତା କିଏ? ଯିଏ ସମଦର୍ଶୀ ମନୁଷ୍ୟ, ଯିଏ ଶାସ୍ତ୍ରକୁ ଭଲସେ ପଢିଛି, ସେ କହିବ ଯେ ଶାସ୍ତ୍ର ପୁରା ସମସ୍ତଙ୍କୁ ଯାହା କହିଛି ଠିକ କହିଛି। ସେଇ ଏକ ପରମାତ୍ମା ବିଭିନ୍ନ ରୂପରେ ଲୀଳାଖେଳା କରୁଛି। ଶାସ୍ତ୍ରର ମତ ଏଇଆ ରହିବ। ତେଣୁ ଶାସ୍ତ୍ରକୁ ଇଣ୍ଟରପ୍ରିଟ କରିବା ପାଇଁ ଗୋଟେ ଯୋଗ୍ୟତା ଦରକାର। ଯୋଗ୍ୟତା ହିସାବରେ ଯଦି ତମେ ଶାସ୍ତ୍ରକୁ ଇଣ୍ଟରପ୍ରିଟେସନରେ ନ ନବ, ତମ ମନ ଇଚ୍ଛା ଇଣ୍ଟରପ୍ରିଟ କରିବ, ବାଟ ବଣା ହେଇ ବୁଲିବ। ତେଣୁ କେତୁର ଦୃଷ୍ଟି ଅଛି କି ନାହିଁ ସେ ବିଷୟରେ ଆମେ ଡିସ୍କସନ କଲେ। କେତୁର ଲାଇଭ ପ୍ରେଡିକ୍ସନ 4ଟା କୁଣ୍ଡଲିରୁ ଆମେ ଲାଇଭ ନେଲେ ଏବଂ ତାର ଯୁଗୋପଯୋଗୀ ବାସ୍ତବିକ ଫଳାଫଳ ବିଷୟରେ ମଧ୍ୟ ଅବଗତ ହେଲେ ଏବଂ ସବୁ ବିଷୟରେ ଅବଗତ ହେଲେ। ଏବେ ମୁଁ ଭାବୁ ପାଇଁ ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।